ପିଲେ କାଲି ଆମେ ପଢିଥିଲେ ଆଲୋକ ଶୋଷଣ ଆଲୋକ ପ୍ରକ୍ରିୟା ବିଷୟରେ। ପିଲେ ତା ପୂର୍ବରୁ ଟିକେ ରିଭାଇଜ କରିଦଉଛି କ୍ଲୋରୋପ୍ଲାଷ୍ଟ। ପିଲେ ଏଇଟା ଥିଲା ଗୋଟେ କ୍ଲୋରୋପ୍ଲାଷ୍ଟ ଷ୍ଟ୍ରକ୍ଚର। ତା ଭିତରେ ପିଲେ ଏମିତି ଥାକ ଥାକ ହେଇକି ଅଛି ଟଙ୍କା ଭଳିଆ ଜିନିଷ କହିଥିଲି, ସେଇଗୁଡାକ ହଉଛି କଣ ଥାଇଲାକଏଡ। ଆଉ ଏଇ ଟଙ୍କାର ଥାକଟାକୁ କଣ କହିଥିଲି ଗ୍ରାନା। ତା ସହିତ ଆ ଭିତରେ କିଛି ଏମିତି ଲିକ୍ୱିଡ ଭଳିଆ କିଛି ଜିନିଷ ଅଛି। ଏଇ ଲିକ୍ୱିଡ ଗୁଡାକ ଯୋଉଟା କହିଥିଲି ମୁଁ କଣ ଷ୍ଟ୍ରୋମା। ମନେ ପଡୁଛି ତ ପିଲେ ଏଇଟା ଥିଲା ଗୋଟେ ଥାଇଲାକଏଡର କ୍ଲୋରୋପ୍ଲାଷ୍ଟର ଷ୍ଟ୍ରକ୍ଚରଟା। ତ ପିଲେ ଏଇ ଭିତରୁ ଏଇ ଥାଇଲାକଏଡ ଝିଲ୍ଲିରେ କହିଥିଲି ହଉଛି ଆମର କୋଉ ପ୍ରକ୍ରିୟା ଆଲୋକ ପ୍ରକ୍ରିୟା। ଆଉ ଏଇ ଷ୍ଟ୍ରୋମା ରସରେ ହଉଛି କଣ ଅନ୍ଧକାର ପ୍ରକ୍ରିୟା। ହେଲେ ଆମେ ଅଲରେଡି ଆଲୋକ ପ୍ରକ୍ରିୟା ବିଷୟରେ ପଢି ସାରିଲେ। ଆଲୋକ ପ୍ରକ୍ରିୟାରୁ ଆମେ ଜାଣିଲେ ଯେ ଆଲୋକ ପ୍ରକ୍ରିୟାରେ ଦିଟା ଉଚ୍ଚ ଶକ୍ତି ତିଆରି ହଉଛି, ଗୋଟେ ହଉଛି NADPH ଆଉ ଗୋଟେ ହଉଛି ATP। ଆଲୋକ ପ୍ରକ୍ରିୟାରେ ଏଇ ଦିଟା ତିଆରି ହେଇଯାଇଛି ବୋଲି ଆମେ ଜାଣିଛୁ, ଏଇଟା ପଢି ସାରିଛେ। ଏବେ ନେକ୍ସଟ ଆମର ଡିସ୍କସନ କରିବାର ଅଛି ଅନ୍ଧକାର ପ୍ରକ୍ରିୟା। ପିଲେ ପ୍ରଥମରୁ କହିଦଉଛି ଆଲୋକ ପ୍ରକ୍ରିୟା ହଉଛି ଥାଇଲାକଏଡ ଝିଲ୍ଲିରେ, ଅନ୍ଧକାର ପ୍ରକ୍ରିୟା ହଉଛି ଷ୍ଟ୍ରୋମାରେ। ଷ୍ଟ୍ରୋମାଟା କଣ? ଷ୍ଟ୍ରୋମା ହଉଛି ଗୋଟେ ରସ, ଯୋଉ ରସଟା କି ଅଛି କୋଉଠି କ୍ଲୋରୋପ୍ଲାଷ୍ଟର ଭିତରେ। ତ ଏବେ ଆମର ପାଠ ହଉଛି କଣ ଅନ୍ଧକାର ପ୍ରକ୍ରିୟା ବିଷୟରେ। ପିଲେ ଅନ୍ଧକାର ପ୍ରକ୍ରିୟାଟା ଯଦି ଆମେ ଦେଖିବା, ଆ ନାଁଟା ହଉଛି ଅନ୍ଧକାର ପ୍ରକ୍ରିୟା। ଏବେ ମନରେ କୋଶ୍ଚିନ୍ ଆସିଥିବ ଅନ୍ଧକାର ପ୍ରକ୍ରିୟା ମାନେ କଣ? ତା ନାଁଟା ଥିଲା ଆଲୋକ ପ୍ରକ୍ରିୟା। ତା ନାଁ କାହିଁକି ଆଲୋକ ପ୍ରକ୍ରିୟା ହେଇଛି? ପିଲେ ତା ନାଁ ଆଲୋକ ପ୍ରକ୍ରିୟା ଏଇଥିପାଇଁ ଥିଲା, ପିଲେ ପ୍ରଥମରୁ କହିଥିଲି ଯେତେବେଳେ କ୍ଲୋରୋଫିଲଟା ଉତ୍ତେଜିତ ହଉଛି, ତାକୁ ଉତ୍ତେଜିତ କିଏ କରୁଥିଲା? ଆଲୋକ। ଯେହେତୁ ଆଲୋକ ତାକୁ ଉତ୍ତେଜିତ କରୁଥିଲା ତା ନାଁ ଥିଲା ଆଲୋକ ପ୍ରକ୍ରିୟା। ଆଉ ଆ ନାଁ ହେଇଛି ଅନ୍ଧକାର ପ୍ରକ୍ରିୟା। ଏଇଥିପାଇଁ ଅନ୍ଧକାର ପ୍ରକ୍ରିୟା ହେଇଛି, ଆ ପାଇଁ ଆଲୋକ ଶକ୍ତିର କିଛି ଆବଶ୍ୟକ ନାହିଁ। ଏଇଠି ଶକ୍ତି ଯୋଗେଇବ କିଏ? ସେ ATP ଆଉ NADPH। ଯୋଉ ATP NADPH ଟା କୋଉଠୁ ଆସିଛି? ଆଲୋକ ପ୍ରକ୍ରିୟାରୁ। ତ ପିଲେ ଏବେ ଅନ୍ଧକାର ପ୍ରକ୍ରିୟାର ଷ୍ଟେପ ବାଇ ଷ୍ଟେପ କରିକି ବୁଝିବା। ଫାର୍ଷ୍ଟ ଅଫ ଅଲ୍ ପିଲେ ମୁଁ ଜଣେଇ ଦଉଛି ଅନ୍ଧକାର ପ୍ରକ୍ରିୟା ହଉଛି ଗୋଟେ ବହୁତ ଲମ୍ବା ପ୍ରୋସେସ, ଯୋଉଟା କି ପ୍ଲସ ଟୁ ସାଇନ୍ସରେ ବଟନୀରେ ତାକୁ ପୁରା ଡିଟେଲ୍ସ ପଢା ଗୋଟେ ଲଙ୍ଗ କ୍ୱେଶ୍ଚିନ୍, କିନ୍ତୁ ହାଇସ୍କୁଲରେ ଆମର ପୁରା ସର୍ଟକଟ କରିଦେଇଛି, ଯୋଉଟା କି 2 ମାର୍କିଆ କ୍ୱେଶ୍ଚିନ୍ ଭଳିଆ। କିନ୍ତୁ ଆମେ ତାକୁ ଭଲସେ ବୁଝିବା, ଆଉ ପରୀକ୍ଷାରେ ବି ଏକ୍ସାମରେ ବି ପଡେ, ତେଣୁ କେୟାରଫୁଲି ଟିକେ ଦେଖିବ। ଏବେ ପିଲେ ଅନ୍ଧକାର ପ୍ରକ୍ରିୟା ଆଉ ଥରେ ମନେ ପକେଇ ଦଉଛି, ଅନ୍ଧକାର ପ୍ରକ୍ରିୟା କୋଉ ଜାଗାରେ ହଉଛି? ଅନ୍ଧକାର ପ୍ରକ୍ରିୟା ହଉଛି କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ। କୋଉଠି ହଉଛି? ଷ୍ଟ୍ରୋମାରେ। ତ ଠିକ ଅଛି, ଦେଖିବା ଫାର୍ଷ୍ଟ ଷ୍ଟେପରେ କଣ ହଉଛି। ପିଲେ ଏଇ ଯୋଉ କ୍ଲୋରୋପ୍ଲାଷ୍ଟ ଆ ଭିତରେ ଯେମିତି ଡଟ ଡଟ ଆ ଭିତରେ ଯୋଉ ଡଟ ଡଟ କରିକି ଦେଖଉଛି, এইଗୁଡାକ ହଉଛି ପିଲେ କିଛି ତରଳ ରସ ଗୁଡାକ। এইটা হচ্ছে থাইলাকয়েড। এই যে রসরে ଷ୍ଟ୍ରୋମାରେ ଗୋଟେ 5 କାର୍ବନ ଯୁକ୍ତ ଗ୍ରାହକ ଅଣୁଟେ ଅଛି। ପିଲେ 5 କାର୍ବନ ମାନେ କଣ? ତା ପାଖରେ 5ଟା କାର୍ବନ ଥିବ। ଯେମିତି ମୁଁ ଗ୍ଲୁକୋଜ କହିବି C6H12O6, ତା ପାଖରେ କାର୍ବନ ଅଛି 6ଟା, ସେ 6 କାର୍ବନ ଯୁକ୍ତ। এইটা ସେମିତି 5 କାର୍ବନ ଯୁକ୍ତ ଗୋଟେ ଅଣୁଟେ। এই ଅଣୁର ନାଁ କଣ? এই ଅଣୁର ନାଁ ହଉଛି କଣ? RUBP। এই 5 କାର୍ବନ ଯୁକ୍ତ ଗ୍ରାହକ ଅଣୁ ଯାହାର ନାଁ ହଉଛି RUBP, 5 କାର୍ବନ ଯୁକ୍ତ RUBP, ଆର ପୁରା ନାମ ହଉଛି ରାଇବୁଲୋଜ ବିସଫସଫେଟ। ରାଇବୁଲୋଜ ବିସଫସଫେଟ। এই 5 কার্বন যুক্ত রাইবুলোজ বিসফসফেট এটা কোউঠি ଅଛି? না এই ক্লোরোপ্লাস্টর ଷ୍ଟ୍ରୋମାରେ। ক্লোরোপ্লাস্টর ଷ୍ଟ୍ରୋମାରେ। ତ ପିଲେ ଆହୁରି ମଧ୍ୟ ଷ୍ଟ୍ରୋମାରେ ଆଉ କଣ ଅଛି? এইଠି କିଛି ଅଙ୍ଗାରକାମ୍ଳ ମଧ୍ୟ ଅଛି। এই ଅଙ୍ଗାରକାମ୍ଳ ପିଲେ କୋଉଠୁ ଆସିଲା? ପିଲେ ମୁଁ ତମକୁ ପ୍ରଥମ କ୍ଲାସରେ ଗୋଟେ ଏମିତି ପତ୍ରର ଚିତ୍ର କରେଇଥିଲି, ଏଇଠି ଦେଖେଇଥିଲି ସବୁ କଣା କଣା ଅଛି, ଯୋଉଗୁଡା କୁହାଯାଏ କଣ ଷ୍ଟୋମ। ଯୋଉ କଣା এই ଷ୍ଟୋମ ପଟେ ପିଲେ କଣ ହୁଏ କହିଥିଲି ଯେ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ପତ୍ର ଭିତରକୁ ପଶେ, ଆଉ এই ପତ୍ର ଭିତରୁ କିଛି ଜଳୀୟ ଅଂଶ ଗୁଡାକ ଷ୍ଟୋମ ଦେଇକି ବାହାରକୁ ଯାଏ। ଏବେ ପିଲେ এই ଷ୍ଟୋମ ଦେଇକି ବାୟୁମଣ୍ଡଳରୁ କିଛି ଅଙ୍ଗାରକାମ୍ଳ ନିହାତି ଭିତରକୁ ପଶି ପତ୍ର ଭିତରକୁ। এই ଅଙ୍ଗାରକାମ୍ଳ କୋଉଠି ଯାଇକି ଜମା ହେଇଛି? এই କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ। ଏବେ ତାହେଲେ ପିଲେ ଷ୍ଟ୍ରୋମାରେ କଣ କଣ ଅଛି ବୋଲି ଆମେ ଜାଣିଲେ। ଷ୍ଟ୍ରୋମାରେ
ପାଞ୍ଚ କାର୍ବନ ଯୁକ୍ତ ଆରୟୁବିପି ଅଛି, ତା ସହିତ ବାୟୁମଣ୍ଡଳକୁ ଆସିଥିବା ଅଙ୍ଗାରକାମ୍ଳ ଅଛି। ଏବେ ଏଇ ଅଙ୍ଗାରକାମ୍ଳ ଆରୟୁବିପି ଏମାନଙ୍କର କାମ କଣ? ଏଇ ଅଙ୍ଗାରକାମ୍ଳଟା ଆରୟୁବିପି ସହିତ ମିଶିଯିବ, କିନ୍ତୁ ଇଏ ସିଧାସଳଖ ମିଶି ପାରିବ ନାହିଁ। ଆରୟୁବିପି ଆଉ ଅଙ୍ଗାରକାମ୍ଳ ଏମାନେ ମିଶିବା ପାଇଁ ଗୋଟେ ଶକ୍ତି ଦରକାର। ସେଇ ଶକ୍ତିର କାମ କିଏ କରିବ? ସେଇ ଶକ୍ତି କାମଟା କିଏ କରିବ ନା ଏଟିପି ଆଉ NADPH। ଏଟିପି ଆଉ NADPH ଏଇ ଆରୟୁବିପି ଆଉ ଅଙ୍ଗାରକାମ୍ଳକୁ ମିଶେଇବାର କାମ କିଏ କରିବ? ଏଟିପି ଆଉ NADPH। ପିଲେ ଏବେ କୁହ, ଏଟିପି ଆଉ NADPH ଯଦି ନଥିବ ତାହେଲେ ଆରୟୁବିପି ଆଉ CO2 ମିଶି ପାରିବେ କି? କେବେ ବି ମିଶି ପାରିବେନି। ଆଉ ଏଟିପି NADPH ଏଟା କୋଉଠି ମିଳିଛି? ଆଲୋକ ପ୍ରକ୍ରିୟାରେ। ତା ମାନେ ଆମେ ଜାଣିଗଲେ ଯେ ଆଲୋକ ପ୍ରକ୍ରିୟା ପରେ ହିଁ ଅନ୍ଧକାର ପ୍ରକ୍ରିୟା ହବ। ଆଉ ଯଦି ଆଲୋକ ପ୍ରକ୍ରିୟାରେ ଏଟିପି NADPH ମିଳିନି ତାହେଲେ ଏଇ ଆରୟୁବିପି ଆଉ CO2 ମିଶି ପାରିବେ ନାହିଁ, କେବେ ବି ମିଶି ପାରିବେନି। ଏବଂ ଏମାନେ ମିଶିବା ପାଇଁ ମଧ୍ୟ ଖାଲି ଏଟିପି NADPH କାମ କରୁନାହାନ୍ତି, ଆଉ ଗୋଟେ ଏନଜାଇମ ବି କାମ କରୁଛି। ଯୋଉ ଏନଜାଇମର ନାଁ ହଉଛି ରୁବିସ୍କୋ। ଏଟା ହଉଛି ଗୋଟେ ଏନଜାଇମ। ଏଇଟା ଆସୁଛି ତ ପିଲେ ଏବେ ଆମେ ଜାଣିଲେ, ଏବେ ଏତିକିରୁ ଆମେ କଣ କଣ ବୁଝିଲେ ଯେ ଆରୟୁବିପି ଆଉ ଅଙ୍ଗାରକାମ୍ଳ ଏଇ ଦିଟା ଯାକ ପରସ୍ପର ବିବନ୍ଧିତ କରିବେ। ବିବନ୍ଧିତ କରିବା ପାଇଁ ସାହାଯ୍ୟ କିଏ କରିବେ? ଶକ୍ତି କିଏ ଯୋଗେଇବ? ଏଟିପି ଆଉ NADPH ଏମାନେ ଶକ୍ତି ଯୋଗେଇବେ। ଏବଂ ତା ସହିତ କୋଉ ଏନଜାଇମ ସାହାଯ୍ୟ କରିବ? ରୁବିସ୍କୋ। ତା ମାନେ ଏମାନଙ୍କର ସହାୟତାରେ ଏଇ ଦି ଜଣ ଯାକ ମିଶିବେ। ଏଇ ଦି ଜଣ ଯାକ ମିଶିଲା ପରେ ଯେତେବେଳେ ଏଇ ଯୋଡା ଯାକ ମିଶିଯିବେ, ମିଶିକି ଏମାନେ କଣ ତିଆରି କରିବେ ନା 3 କାର୍ବନ ଯୁକ୍ତ ଶର୍କରା। 3 କାର୍ବନ ଯୁକ୍ତ ଶର୍କରା ତିଆରି କରିବେ। ତା ମାନେ ପିଲା ଆମେ ବୁଝିଗଲେ କଣ ପ୍ରୋସେସଟା ହଉଛି ପିଲେ ଭାରି ସିମ୍ପଲ। କଣ ନା ଆରୟୁବିପି ଆଉ CO2 ମିଶିକି 3 କାର୍ବନ ଯୁକ୍ତ ଶର୍କରା ତିଆରି କରିବେ। ଏମାନେ ମିଶିବା ପାଇଁ କିଏ କିଏ ସାହାଯ୍ୟ କରିବେ? ଏଟିପି ଆଉ NADPH। ତା ସହିତ କୋଉ ଏନଜାଇମ ସାହାଯ୍ୟ କରିବ? ରୁବିସ୍କୋ ଏନଜାଇମ। କୋଉ ଏନଜାଇମ? ରୁବିସ୍କୋ। ଆଉ 3 କାର୍ବନ ଯୁକ୍ତ ଶର୍କରା ତିଆରି ହେଇଗଲା ପରେ ତାପରେ କଣ ହବ? ତାପରେ ବିଭିନ୍ନ ପ୍ରକାର ପିଲେ ସାଇକେଲ ଅଛି, ବିଭିନ୍ନ ପ୍ରକାର ଜୈବ ରାସାୟନିକ ଚକ୍ର ସେମିତି ଆଗକୁ ଆଗକୁ ଯିବ ଏବଂ ଆଗକୁ ଆଗକୁ ଯାଇକି 3 କାର୍ବନ ଯୁକ୍ତ ଶର୍କରାଟା 6 କାର୍ବନ ଯୁକ୍ତ ଗ୍ଲୁକୋଜ ତିଆରି କରିବ। 3 କାର୍ବନ ଯୁକ୍ତ ଶର୍କରା 6 କାର୍ବନ ଯୁକ୍ତ ଗ୍ଲୁକୋଜ। ଆଉ ଗ୍ଲୁକୋଜର ସଂକେତ ପିଲେ ତମେ ଫାଷ୍ଟ କ୍ଲାସରେ କହିଥିଲି C6H12O6। ଆ ପାଖରେ ଯେହେତୁ କାର୍ବନ ଅଛି 6ଟା, ସେଇଥିପାଇଁ ତା ପୂର୍ବରୁ ଦେଖ ଲେଖା ହେଇଛି 6 କାର୍ବନ। ଆରୟୁବିପିର ଆ ପାଖରେ କାର୍ବନ ଅଛି 5ଟା, ତେଣୁ ସେଇଠି ଲେଖା ହେଇଛି 5 କାର୍ବନ। ସି ମାନେ ହଉଛି କାର୍ବନ, 5 କାର୍ବନ। ତ ପିଲେ ଏବେ ଆମେ କଣ କଣ ଏତିକି ପାଠକୁ କଣ ବୁଝିଲେ ଯେ ଆରୟୁବିପି ଆଉ CO2 ମିଶିକି ତିଆରି କଲେ ଫାଷ୍ଟ 3 କାର୍ବନ ଯୁକ୍ତ ଶର୍କରା। ତାପରେ ବିଭିନ୍ନ ଚକ୍ର ମାଧ୍ୟମରେ 3 କାର୍ବନ ଯୁକ୍ତ ଶର୍କରା ଆଗକୁ ଗଲା, ଆଗକୁ ଯାଇକି ସେ କଣ ହେଲା? 6 କାର୍ବନ ଗ୍ଲୁକୋଜ। 6 କାର୍ବନ ଯୁକ୍ତ ଗ୍ଲୁକୋଜ। ପିଲେ ଯେତେବେଳେ 6 କାର୍ବନ ଯୁକ୍ତ ଗ୍ଲୁକୋଜ ବାହାରି ପଇଲା, ସେଇ ସମୟରେ ଗ୍ଲୁକୋଜ ତ ବାହାରିଲା ଠିକ ଅଛି, ତା ସହିତ ପୁଣି ଆଉ ଥରେ ଦେଇଦେଲା କୋଉଟାକୁ ନା ଏଇ ଆରୟୁବିପି। ଏଟାକୁ ପୁନର୍ବାର ଆଉ ଥରେ ତିଆରି କଲା, ମାନେ 6 କାର୍ବନ ଗ୍ଲୁକୋଜ ବାହାରିଲା, ତା ସହିତ ଆହୁରି ଗୋଟେ ମଧ୍ୟ ପୁଣି ତିଆରି ହେଇଗଲା କଣ? 5 କାର୍ବନ ଯୁକ୍ତ ଆରୟୁବିପି। ପିଲେ ଏଇ ଏବେ ଯଦି 5 କାର୍ବନ ଯୁକ୍ତ ଆରୟୁବିପି ଆସିଲା, ତାହେଲେ ପୁଣି ଏଟିପି NADPH ଆଲୋକ ପ୍ରକ୍ରିୟା ତିଆରି ହବ। ଇଏ ପୁଣି ତା ସହିତ ମିଶିବ, ପୁଣି ତାର 3 କାର୍ବନ ଯୁକ୍ତ ଶର୍କରା ହବ, ତାପରେ 6 କାର୍ବନ ଯୁକ୍ତ ଗ୍ଲୁକୋଜ ଏଇଭଳିଆ ହବ। ଏଇଭଳିଆ ପିଲେ ଏମିତି ଚକ୍ରକାର ପ୍ରୋସେସରେ ଚାଲିଥିବ। ଇଏ ପୁରା ଏମିତି ଏମାନେ ମିଶୁଥିବେ, ମିଶିକି 3 କାର୍ବନ ଯୁକ୍ତ ଶର୍କରା ହଉଥିବ, ତାପରେ 6 କାର୍ବନ ଯୁକ୍ତ ଗ୍ଲୁକୋଜ ହଉଥିବ, ସେଇ ସମୟରେ ପୁଣି 5 କାର୍ବନ ଯୁକ୍ତ ଆରୟୁବିପି ହଉଥିବ। ଏମାନେ ଏଇଭଳିଆ ଗୋଟେ ଲମ୍ବା ପ୍ରୋସେସରେ ଚାଲିଥିବ। ତ ପିଲେ ଏବେ ଦେଖିବା ଏଇ ଅନ୍ଧକାର ପ୍ରକ୍ରିୟାରେ ଷ୍ଟେପରେ କଣ କଣ ହେଲା। ପିଲେ ପ୍ରଥମ ପର୍ଯ୍ୟାୟରେ କଣ ହେଲା? ଆରୟୁବିପି ଆଉ CO2 ମିଶିଗଲେ, ଏଇଟା ହେଲା ପ୍ରଥମ ପର୍ଯ୍ୟାୟରେ। ଦ୍ୱିତୀୟ ପର୍ଯ୍ୟାୟରେ କଣ ହେଲା? ଦ୍ୱିତୀୟ ପର୍ଯ୍ୟାୟରେ କଣ ହେଇଛି ନା ଆମର ଗ୍ଲୁକୋଜ ତିଆରି ହେଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଗ୍ଲୁକୋଜ ତିଆରି ହେଇଛି। ତୃତୀୟ ପର୍ଯ୍ୟାୟରେ କଣ ହେଇଛି ନା ଆରୟୁବିପି ବା ଗ୍ରାହକ ଅଙ୍ଗ ପୁଣି ଆଉ ଥରେ ପୁନରୁତ୍ପାଦନ ହେଇଛି। ତା ମାନେ ପିଲେ ଅନ୍ଧକାର ପ୍ରକ୍ରିୟାଟା ଯଦି ଆମେ ଦେଖିବା 3ଟି ପର୍ଯ୍ୟାୟରେ ହଉଛି। ପ୍ରଥମ ପର୍ଯ୍ୟାୟରେ କଣ ହଉଛି ନା ଆରୟୁବିପି ଆଉ ଅଙ୍ଗାରକାମ୍ଳ ଏମାନଙ୍କ ଭିତରେ ବିବନ୍ଧିତ ହଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଗ୍ଲୁକୋଜ ତିଆରି ହଉଛି। ତୃତୀୟ ପର୍ଯ୍ୟାୟରେ ଆରୟୁବିପିର ପୁନରୁତ୍ପାଦନ ତିଆରି ହଉଛି। ହେଲେ ଏଇଥର ଯେତେବେଳେ 2026 ବୋର୍ଡ ଏକ୍ସାମରେ ଗୋଟେ କୋଶ୍ଚିନ୍ ପଡିଥିଲା ଯେ ଅନ୍ଧକାର ପ୍ରକ୍ରିୟାର
शेष स्टेज रे कौन तैयारी होची जोटा होची ग्राहक 5 कार्बन युक्त ग्राहक अणु बा आरयूबीटी एटा तैयारी होची एथर बोर्ड एग्जाम रे पडिला तेनो एटा टिके माइंडफुली पढियो तो अंधकार प्रक्रिया ताले केतोटी पर्याय रे होची तीनोटी पर्याय रे प्रथम पर्याय रे आरयूबीटी अंगारकाम्ल विघटित होला द्वितीय पर्याय रे ग्लूकोज तैयारी होला तृतीय पर्याय रे आरयूबीटी तैयारी होला तो पिले एबे हमें अंधकार प्रक्रिया को हमें टिके आइडिया पाई होले आउ टिके मध्ये ताको जणाई दोची जे टिके रिवाइज करि दोची 5 कार्बन प्रथमे कोन हैला 5 कार्बन युक्त आरयूबीटी मिसला का सहित CO2 सहित मिसिकी मिसिबारे किए साहाय्य कला एटीपी एनएडीपीएच को एंजाइम साहाय्य कला रुबिस्को एमाने मिसला पर कोन हेले 3 कार्बन युक्त शर्करा तापर सेथिर कोन दिया हैला 6 कार्बन युक्त ग्लूकोज एवं सेठु पुनरुत्पादन कोन हैला 5 कार्बन युक्त आरयूबीटी तो पिले एटा थला अंधकार प्रक्रिया एई प्रक्रियाटा पिले तमे जेति की सहज देखुतो एटा सेति छोट प्रक्रिया न एटा बहुत लंबा एठी जो आसिला एटा ओटे लंबा प्रोसेस +2 साइंस जदी पढिबो बॉटनी रे तोले देखिबो सेटा गोटे पेज पूरा गोटे लॉन्ग क्वेश्चन गोटे हे जाय किंतु एठी तुमरो पूरा मध्यरे पूरा स्किप कर देछि तो ठीक अछि एई टोटल प्रोसेस ताकू किए आविष्कार करिथिले वैज्ञानिक केल्विन मेल्विन आ केल्विन मेल्विन जेहेतु आविष्कार करिथिले ताको नाम अनुसार आको कहै छै कोन केल्विन साइकिल केल्विन चक्र तो पिले बुझियला ना बुझियलानी तो मु भाबुचे एटा तमे बुझि पारथियो एबे अच्छा एबे पिले कहिलो अंधकार प्रक्रियाटा कंप्लीटली डिपेंड का ऊपर करछि एटीपी एनएडीपीएच जदि एमाने नथिबे ताले एमान मिछि परना आ एई को मिलुछि कोठु आलोक प्रक्रिया रो ता माने आलोक प्रक्रिया सरुथिबो तापरे अंधकार प्रक्रिया स्टार्ट होथि जदि आलोक प्रक्रिया रे एटीपी एनएडीपीएच मिलिनी ताले अंधकार प्रक्रिया होई परिबो नाही तो पिले सेठी पई ना होछि कोन अंधकार प्रक्रिया तो पिले एबे हमें कंप्लीटली हमर आलोक सेशन सरी गला आलोक सेशन डेटा प्रक्रिया गोटे आलोक प्रक्रिया और अंधकार प्रक्रिया मध्ये सरी गला आ डेटा को बहुत भल से पढियो ओके ठीक अछि।